ବାପା ମା ସପୋର୍ଟ କରନ୍ତିନି, ଆମ ଗୁରୁମାନେ ବହୁତ ସପୋର୍ଟ କରନ୍ତି। ଆଉ ଗୁରୁ ଆମକୁ ବାଟ ଦେଖାନ୍ତି, କୁଆଡ଼େ ଭଲ କରିବ, ଖରାପ କି ଭଲ ମନ୍ଦ ସବୁ ଆମକୁ ବୁଝାନ୍ତି। ତାଙ୍କରି ଦ୍ୱାରା ଆମେ ବହୁତ ଆଗକୁ ବଢ଼ିବାକୁ ଚେଷ୍ଟା କରୁ। ଆଜି ଆଖିରେ ଲୁହ କାହିଁ ବାହାରୁଛି? ବାପା ମା ଯେଉଁ କଥା କହନ୍ତି ବହୁତ ଦୁଃଖ ଲାଗେ ଆମକୁ। ଚକା ଭଳିଆ ହେଉଛୁ, ଟୋକା ଭଳିଆ ରହୁନୁ, ବହୁତ କଷ୍ଟ ଲାଗେ। ସେଥିପାଇଁ ଆମ ଗୁରୁ ଆମକୁ ଯାହା କହନ୍ତି ଆମେ ତାଙ୍କ କଥାରେ ଚାଲୁ। ଇଏ ଗୋଟେ ମାହୋଲ ଯୋଉଠି ନିଜର ଲୋକ ଏଠି ମୋତେ ଶୀତଳ ଷଷ୍ଠୀ ମୁଁ ଆସେ, କାହିଁକିନା ଠାକୁରଙ୍କୁ ମୁଁ ଏତିକି ପ୍ରାର୍ଥନା କରେ ମୋ ଲାଇଫ୍ଟା ଯେମିତି ଏନ୍ଜୟ କରୁଛି ଭଲରେ, ମୋ ଗୁରୁଙ୍କ ଦୟାରୁ ମୁଁ ଏତେ ବାଟ ଆସିପାରୁଛି, ମାଆଙ୍କୁ ଏତିକି ଦୟା କରୁଛି। ଶୀତଳ ଷଷ୍ଠୀରେ ଆପଣ ବର ପିତାର କଥା ଶୁଣିଥିବେ, କନ୍ୟା ପିତା କଥା ଶୁଣିଥିବେ, ଏମିତି ଅନେକ କଥା ଶୁଣିଥିବେ ଯାହା ଇଏ ବିବାହ ସହିତ ଜଡ଼ିତ। କିନ୍ତୁ ବିବାହ ସହିତ ସିଧାସଳଖ ଭାବେ ଜଡ଼ିତ ନ ହେଲେ ବି ବିବାହରେ ସାମିଲ ହୁଅନ୍ତି କିଛି ଏମିତି ବ୍ୟକ୍ତି ବିଶେଷ ଯେ ନିଜେ ଆସନ୍ତି, ଖୁସିରେ ଆସନ୍ତି, ମୁକ୍ତି ପାଇଁ ଆସନ୍ତି, ଆନନ୍ଦ ପାଇଁ ଆସନ୍ତି, ସମର୍ପଣ ପାଇଁ ଆସନ୍ତି। ଆମ ସହିତ କିଛି କିନ୍ନର ଅଛନ୍ତି, ରାଜ୍ୟର ବିଭିନ୍ନ ଜାଗାରୁ ଆସିଛନ୍ତି। ତାଙ୍କ ମନର କଥା ଜାଣିବା, ତାଙ୍କ ହୃଦୟର କଥା ଜାଣିବା, ଆଉ ଥରେ ନୁହଁ ବର୍ଷ ବର୍ଷ ଧରିକି ସେମାନେ ଶୀତଳ ଷଷ୍ଠୀକୁ କାହିଁକି ଆସନ୍ତି, ମହାଦେବ ସହିତ ତାଙ୍କର କ'ଣ ସମ୍ପର୍କ ରହିଛି, ପାର୍ବତୀଙ୍କ ସହିତ କ'ଣ ସମ୍ପର୍କ ରହିଛି, ସେ କଥା ବି ଜାଣିବା। କାରଣ ସେ ନିଜକୁ ଅଟକେଇ ପାରନ୍ତି ନାହିଁ, ଯୋଉଠି ବି ଥାନ୍ତି ସେମାନେ ଧାଇଁ ଆସନ୍ତି ସମ୍ବଲପୁର ଶୀତଳ ଷଷ୍ଠୀରେ ଟିକେ ମହାଦେବକୁ ଦର୍ଶନ କରିବେ, ଆଉ ନିଜ ମନ କଥା କହିବେ, ଆଉ ନିଜକୁ ସେହି ଭାବରେ ନିଜକୁ ହଜେଇ ଦେବେ। ଶୀତଳ ଷଷ୍ଠୀ, ଏ ଶୀତଳ ଷଷ୍ଠୀ ପର୍ବରେ ସଭିଏ ଏକାଠି ହେଇଛନ୍ତି, ଆପଣ ବି ଏକାଠି ହେଇଛନ୍ତି। ଥରେ ନୁହଁ ଅନେକ ଥର ଆସୁଛନ୍ତି। କ'ଣ ଏମିତି ସେ ଯାଦୁ ରହିଛି ମହାଦେବକୁ ଟାଣି ଆଣୁଛି ଆପଣ? ଜୟ ଜଗନ୍ନାଥ। ଦେଖନ୍ତୁ, ଆପଣମାନେ ତ ଜାଣିଥିବେ, ଆଉ ପୁରୁଷ ଜଣେ ଜନ୍ମ ହେଲେ, ନାରୀ ଜଣେ ଜନ୍ମ ହେଲେ, ତା ଥରେ ବ୍ରହ୍ମା ଆଗ ସୃଷ୍ଟି ଆମକୁ କରିଥିଲେ, କିନ୍ନରମାନଙ୍କୁ। ସେଥିପାଇଁ ମହାଦେବ ପ୍ରତି ଆମର ବହୁତ ବିଶ୍ୱାସ ଅଛି। ନିଜେ ମହାଦେବ ନିଜେ ଅଧା ନାରେଶ୍ୱର ହେଇଥିଲେ, ସେ ପ୍ରଭୁ ମହାଦେବ ଆଉ ଅଧା ପାର୍ବତୀ ଅଧା ନାରେଶ୍ୱର ହେଇଥିଲେ। ଆମମାନେ ତାଙ୍କରି ଅବତାର ନେଇ ଜନ୍ମ ଦେଇଛୁ। ତାଙ୍କରି ପାଖକୁ କାହିଁକି ନାଚିବାକୁ ଆସୁ, ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ, ସଂସାର ସୁଖ ରଖୁ। ଯେତକ ସବୁ ବାଳ ଗୋପାଳ ମାନେ ଅଛନ୍ତି ତାଙ୍କମାନଙ୍କର ସ୍ୱରଗୀ ନିରୋଗୀ ହେଉ। ଆଉ ଆମମାନଙ୍କୁ ଫାଷ୍ଟ କରି ଆସୁ ଆମମାନଙ୍କ ପାଇଁ ଯେ ଭଗବାନଙ୍କୁ ଆମକୁ ଏତିକି ପ୍ରାର୍ଥନା କରୁ, ଭଗବାନ ଆମକୁ ଏଥିରୁ ମୁକ୍ତି ଦିଅନ୍ତୁ, ନାହିଁ ନାରୀ ଜନ୍ମ ଦିଅନ୍ତୁ ନହେଲେ ପୁରୁଷ ଜନ୍ମ ଦିଅନ୍ତୁ, ଏଥିରୁ ମୁକ୍ତି ଦିଅନ୍ତୁ। ଜୀବନଟା ଭାରି କଷ୍ଟ ନା? ବହୁତ ପିଲାଦିନୁ ମୁଁ ବହୁତ ଟ୍ରଗଲ କରି ଆସିଛି, କହିଲେ ବହୁତ ଦୁଃଖ ଲାଗୁଛି। ମୁଁ ପିଲାଦିନୁ 13 ବର୍ଷ ହେଇଥିଲା, ମା ମରିଗଲା, ମୋତେ ଘରୁ ପୁରା ଅନେକ କାଢି ଦେଇଥିଲେ। କିନ୍ନର ବୋଲିକି କିନ୍ନର ବେଲିକା ମୁଁ ସେତେବେଳେ ଡ୍ୟାନ୍ସ ଫ୍ୟାନ୍ସ କରେ, ଆମ ଘରକୁ ଟିକେ ଯାଆନ୍ତି, ଲୋକମାନେ ଡାକିବା ପାଇଁ ଯାଆନ୍ତି, ଗାଡ଼ି ମଟର ଟିକେ ଲାଗିବାରୁ ଟିକେ ଖରାପ, ଗାଁରେ ସପୋର୍ଟ ଦେଲେନି କି ବାପା ମା ଭାଇ ହେଇକିରି ଆମେ ଚାରି ଭାଇ ଯେତେବେଳେ ମୁଁ ଗୋଟେ ଲାଷ୍ଟ ପୁଅ କିନ୍ନର, କିନ୍ତୁ ଆମ ପରିବାର ମୋତେ ସପୋର୍ଟ ଦେଲେନି। ଗାଁ ତ ଦୂରର କଥା, ଗୋଟେ ପରିବାର ଯଦି ସପୋର୍ଟ ନଦେଲା ଆଉ କାହାର ହେଇକି ରହିବୁ ଆମେ। ସେଥିପାଇଁ ଆମେ ପଳେଇ ଆସିଲୁ। ଆମର ଜଣେ ଗୁରୁ ଅଛି, ଗୁରୁଙ୍କ ଆମର ଯେଉଁ ସାବିତ୍ରୀ ଆମର ଗୋଟେ ବ୍ରତ ହୁଏ, ଆମେ ଗୁରୁମାନଙ୍କ ପାଇଁ ସେ ବ୍ରତ କରୁ। ଆମର ସେ ଅର୍ତ୍ତା କର୍ତ୍ତା ଦୈବଧାନ, ବାପା ମା ସ୍ୱାମୀ। ସିଏ ଯେତେବେଳେ ଆମେ ଘରୁ ଗୋଡ଼ କାଢ଼ିକି ଆସିଲୁ ଘରୁ, ସ୍ୱାମୀ ଆମକୁ ଶାଢ଼ୀ, ସେ ଗୁରୁ ଆମକୁ ଶାଢ଼ୀ ପିନ୍ଧେଇଲା, ଚୁଡ଼ି ପିନ୍ଧେଇଲା, ରାସ୍ତା ଦେଖେଇଲା। ଭିକ ମାଗା ରାସ୍ତା କାହିଁ ନହେଲା, ଯାହା ହଉ ସେଇ ରାସ୍ତା ଦେଖେଇଲା ଆମ ପେଟ ପାଇଁ, ପେଟ ଆମେ ପାଳିଲୁ। ସେଇଥିପାଇଁ ଆମେ ଗୁରୁକୁ ବହୁତ ମାନୁ। ଆଉ ଲୁହ ଝରିଛି ସେ ସମୟରେ ବହୁତ ଦୁଃଖ। ଏବେ ତ କିଛି ନାହିଁ, ଏବେ ଟିକେ ବଦଳି ଯାଇଛି, ସବୁ କିଛି ବଦଳି ଯାଇଛି। ଆମେ ବଦଳି ଏଇନେ ଘରେ ଆଷ୍ଟପି କଲେ କ'ଣ ସେ ପୁରୁଣା ଦିନକୁ ତ ଭୁଲି ନଥିବେ ଆପଣ ନା? କେବେ ହେଲେ ଭୁଲି ପାରିବୁ? ଆପଣ ମାନେ ଜାଣିଥିବେ, ଯଦି ଗୋଟେ ଘା ହେଇଯାଉଛି ଜାଗାଟା ସହଜ ନିଭୁଛି, ସହଜ ଯିବୁନି। ମରିଗଲେ ପଛେ ଭୁଲିଯିବୁ, କିନ୍ତୁ ଘରେ ଯେତିକି ପରିସ୍ଥିତି ଆମେ ପାଇଛୁ, ଗାଁ ଗଣ୍ଡାରୁ ଯେତିକି ଦୁଃଖ ପାଇଛୁ, ସେତକ ଭୁଲି ପାରିବୁନି ଆଜ୍ଞା। ସେ କେବେ ଭୁଲିନୁ କି ଭୁଲି ପାରୁନୁ। ବହୁତ ଦୁଃଖ ଭୋଗିଛୁ ଆମ ଜନ୍ମରେ, ଆମ ଜନ୍ମ ବହୁତ ଦୁଃଖ। ଛୋଟବେଳୁ ହେଲୁ ଏତେ ବନ୍ଦ, ଦେଖନ୍ତୁ 5 ବର୍ଷ ପିଲାଠୁ ଧରି 80 ବର୍ଷ ବୁଢ଼ା ବୁଢ଼ୀ ହେଲୁ ଥଟା ମଜା କଲେ। ଏହାଠୁ ଆଉ ବଡ଼ କଥା କ'ଣ ଅଛି ଆଜ୍ଞା କୁହନ୍ତୁ? ଆପଣ କାନ୍ଦୁଛନ୍ତି, ସେ କଥା ମନେ ପଡୁଥିବ ଯାହା କହୁଛନ୍ତି ଗୁରୁ କି ପରିବାର ଅଲଗା କରିଦେଲା। ବାପା ମା ସପୋର୍ଟ କରନ୍ତିନି, ଆମ ଗୁରୁମାନେ ବହୁତ ସପୋର୍ଟ କରନ୍ତି। ଆଉ ଗୁରୁ ଆମକୁ ବାଟ ଦେଖାନ୍ତି, କୁଆଡ଼େ ଭଲ କରିବ, ଖରାପ କି ଭଲ ମନ୍ଦ ସବୁ ଆମକୁ ବୁଝାନ୍ତି। ତାଙ୍କରି ଦ୍ୱାରା ଆମେ ବହୁତ ଆଗକୁ ବଢ଼ିବାକୁ ଚେଷ୍ଟା କରୁ। ଆଜି ଆଖିରେ ଲୁହ କାହିଁ ବାହାରୁଛି? ବାପା ମା ଯେଉଁ କଥା କହନ୍ତି ବହୁତ ଦୁଃଖ ଲାଗେ ଆମକୁ। ଚକା ଭଳିଆ ହେଉଛୁ, ଟୋକା ଭଳିଆ ରହୁନୁ, ବହୁତ କଷ୍ଟ ଲାଗେ। ସେଥିପାଇଁ ଆମ ଗୁରୁ ଆମକୁ ଯାହା କହନ୍ତି ଆମେ ତାଙ୍କ କଥାରେ ଚାଲୁ। ଇଏ ଗୋଟେ ମାହୋଲ ଯୋଉଠି ନିଜର ଲୋକ ଏଠି ମୋତେ ଶୀତଳ ଷଷ୍ଠୀ ମୁଁ ଆସେ, କାହିଁକିନା ଠାକୁରଙ୍କୁ ମୁଁ ଏତିକି ପ୍ରାର୍ଥନା କରେ ମୋ ଲାଇଫ୍ଟା ଯେମିତି ଏନ୍ଜୟ କରୁଛି ଭଲରେ, ମୋ ଗୁରୁଙ୍କ ଦୟାରୁ ମୁଁ ଏତେ ବାଟ ଆସିପାରୁଛି, ମାଆଙ୍କୁ ଏତିକି ଦୟା କରୁଛି, ଆଉ କିଛି କହିପାରିବି ନା। ଏଠି ମୁକ୍ତିର କଥା ଆସୁଛି କି ମୁକ୍ତି ଦରକାର। ମୁକ୍ତି ଏଥିପାଇଁ ଦରକାର କି ପିଲାବେଳୁ ହୁଏତ ଜନ୍ମର କିଛି ବର୍ଷ ପର୍ଯ୍ୟନ୍ତ ସେତିକି କଷ୍ଟ ଜଣା ପଡୁନଥାଏ, କିନ୍ତୁ ଯେତେବେଳେ ଧୀରେ ଧୀରେ ସବୁ ପରିବର୍ତ୍ତନ ହୁଏ, ଧୀରେ ଧୀରେ ଯେତେବେଳେ ମନ ପରିବର୍ତ୍ତନ ହୁଏ, ପୋଷାକ ପରିବର୍ତ୍ତନ ହୁଏ, ଚିନ୍ତାଧାରା ପରିବର୍ତ୍ତନ ହୁଏ, ତାପରେ ସମାଜ, ଯୋଉ ସମାଜର କଥା ଆମେ କହୁଛୁ, ସେ ସମାଜ ଅଲଗା କରିଦିଏ ଏ ବ୍ୟକ୍ତି ବିଶେଷକୁ। ଆପଣଙ୍କୁ ବି ସମାଜ ଅଲଗା କରିଦିଏ? ଆଜ୍ଞା, ମୋତେ ବି ଆମ ଘର ଲୋକେ ବହୁତ
ଟର୍ଚର କରିଛନ୍ତି ମୋ ବାପା ମୋ ଭାଇ ମୋ ଯେତିକି ଅଛନ୍ତି ମାନେ ମୋ ସାଙ୍ଗ ଗୁଡ଼ାକ ଯେତେବେଳେ ମୁଁ ପଢ଼ୁଥିଲି ସ୍କୁଲ କଲେଜରେ ବି ମୋତେ କେତେ ଥଟ୍ଟା ମଜା କରୁଥିଲେ ତୁ କାହିଁକି ଏମିତି ହେଉଛୁ ତୁ ତ ପୁଅ ପିଲା ହେଇକି ଜନ୍ମ ହେଇଛୁ ତୁ କାହିଁ ଏମିତି ବିହେଭ୍ କରୁଛୁ ହେଲେ ମୁଁ ଜାଣିନଥିଲି ମୁଁ ଗୋଟେ କିନ୍ନରଟେ ବୋଲିକି ପରେ ମୁଁ ଜାଣିଲି ମୋତେ ଫିଲ୍ ହେଲା ମୁଁ ଗୋଟେ କିନ୍ନରଟେ ସେତେବେଳେ ମୋତେ ବହୁତ ଦୁଃଖ ଲାଗିଲା ଭାବିଥିଲି ମୁଁ ଏକା ଅଛି ବୋଲିକି ହେଲେ ଯେତେବେଳେ ମୁଁ ବାହାରକୁ ଆସିଲି ମୋ ପରିବାକୁ ଅନେକ ଅଛନ୍ତି ବହୁତ ଦୁଃଖ ଲାଗେ ସେତେବେଳେ ଯେତେବେଳେ ଚିଡ଼ାନ୍ତି ମାଇଚିଆ ଛକା ମାଇତିଲିଆ ବୋଲି ଏମିତି କହିଲେ ବହୁତ ଦୁଃଖ ଲାଗେ ପରିସ୍ଥିତି ଏମିତି କି ନିଜ ଘର ଲୋକ ବି ଗ୍ରହଣ କରନ୍ତି। କରନ୍ତିନି ଜମା କରନ୍ତିନି କହନ୍ତି ତୁ ତ ଏମିତି ମାନେ ପୁଅ ପିଲା ପାଇଁ କାହିଁ ବିହେଭ୍ କରୁନୁ କାହିଁ ଝିଅ ପିଲାମାନଙ୍କ ପରି ବିହେଭ୍ କରୁଛୁ ବୋଲି ବହୁତ ଦୁଃଖ ଦିଅନ୍ତି ନିଜ ଜନ୍ମ କଲା ମା ବାପା ବି କେହି ଦେଖନ୍ତିନି। ଶୀତଳ ଷଷ୍ଠୀରେ ଲାଗେ କି ଏକ ନୂଆ ପରିବାର ଆଉ କିଛି କିଛି ନୂଆ ପରିବାର ସହିତ ମିଶିବାର ସୁଯୋଗ ମିଳେ। ହଁ ମାନେ ଶୀତଳ ଷଷ୍ଠୀ ହେଲେ ଆମେ ଯାହା ଆମକୁ ଲାଗେ ଫିଲ୍ ଯେ ଯେତେ ଦୂର ଦୂରାନ୍ତର ଥିଲେ ଆମେ ଦେବକୀ ମା ପାଖରେ ଆମେ ତାଙ୍କ ସହିତ ଆସୁ ଆଉ ଆମେ ଭାବୁ ଏଇ ଜନ୍ମରେ ତ ଏମିତି ହେଲେ ଶିବ ପାର୍ବତୀଙ୍କ ପାଖକୁ ଆସିକି ଆର ଜନ୍ମରେ ଯେମିତି ଆମକୁ ପୁଅ କିମ୍ବା ଝିଅ କରୁ ବୋଲି ଆମେ ମୁକ୍ତି ପାଇବା ପାଇଁ ଆସୁ ନାଚୁଟାକୁ ଖୁସି ଏନ୍ଜୟ କରିକି ଯାଉ ଏଇଟା ଗୋଟେ ଆମ ଫ୍ୟାମିଲି ଭଳିଆ ଲାଗେ। ନିଶ୍ଚୟ କୁହାଯାଏ କି ପ୍ରଭୁଙ୍କ ପାଖରେ ଯାହା କୁହାଯାଏ ପ୍ରଭୁ ଶୁଣନ୍ତି ପ୍ରଭୁ ଶୁଣୁଥିବେ ନିଶ୍ଚୟ କି ସତରେ କଣ ମୁକ୍ତି ଦରକାର ନିହାତି ଭାବରେ କାହିଁକି ନା ଆମେ ଯେହେତୁ କିନ୍ନର ଜନ୍ମ କିନ୍ତୁ ଆମ ପାଇଁ ଗୋଟେ ଅଭିଶାପ୍ତ ଜନ୍ମ କାହିଁକି ନା ତାହି ଟପର ଲୋକ ସବୁ କୁହନ୍ତି ଯେ ମା ଇଚ୍ଛା ଛକ ରାସ୍ତାରେ ଚାଲିଗଲେ ବି କୁହନ୍ତି ଆଜି ବି କହୁଛନ୍ତି ଆଜି ବି କହୁଛନ୍ତି ଆମେ ଅଟୋରେ ବି ମାନେ ଲିଫ୍ଟ ମାଗିଲେ ବି ଆମକୁ କେହି ଲିଫ୍ଟ ବି ଦିଅନ୍ତିନି କୁହନ୍ତି ନାଇଁ ଆମେ ନବୁନି କି ଲୋକ ଖରାପ ଦୃଷ୍ଟିରେ ଦେଖନ୍ତି ସେଥିପାଇଁକା ଲିଫ୍ଟ ବି ଦିଅନ୍ତିନି। ଆପଣ କହୁଛନ୍ତି ମହାଦେବ ହଉଛି ଅର୍ଦ୍ଧନାରୀଶ୍ୱର ରୂପ ସେ ମହାଦେବ ଉପରେ ରାଗ ଲାଗେନି ମୋ ସହିତ ଏମିତି କାହିଁ କଲ ରାଗ ତ ବହୁତ ଲାଗେ କିନ୍ତୁ ଆମେ ସବୁ ବର୍ଷ ଧରି ଏଇ ବର୍ଷ ମାନେ ସବୁ ବର୍ଷ ହିଁ ଆସୁ ଶୀତଳ ଷଷ୍ଠୀ କି ଏତିକି ପ୍ରାର୍ଥନା କରୁ କି ଆର ଜନ୍ମରେ କି ଆମକୁ ନର କିମ୍ବା ନାରୀ କିନ୍ତୁ କିନ୍ନର ଜନ୍ମ କାହାକୁ ନ ଦିଅନ୍ତୁ ଏଇ ଜନ୍ମରେ ବି ଆଉ କାହାକୁ ନ ଦିଅନ୍ତୁ। କିନ୍ନର ଜନ୍ମ ବହୁତ କଷ୍ଟ ବହୁତ କଷ୍ଟ ଲାଗେ ମୁଁ ଏତିକି ଅନୁରୋଧ କରୁଛି ଆମକୁ ଯେମିତି ସମାଜରେ ସମ୍ମାନ ଦିଅନ୍ତୁ ଆମକୁ ଅଧିକାର ମିଳୁ ସମ୍ମାନ ଚାହୁଁଛନ୍ତି ଅଧିକାର ଚାହୁଁଛନ୍ତି ଆଉ ମହାଦେବ ପାଖରେ ନିଜର ଗୁହାରି କହୁଛନ୍ତି ଆପଣ ପ୍ରଥମ ଥର ଆସିଛନ୍ତି। ହଁ ମୋର ଗୋଟେ ନିହାର ଥିଲା ମୁଁ ପ୍ରଥମ ବର୍ଷ ଆସିଛି ମୋ ଗୁରୁଙ୍କ ସହିତ କାହିଁକିନା ଆମ ଘରେ ଯେତେ ବହୁତ ଟର୍ଚର କରୁଥିଲେ ମଧ୍ୟ ମୋ ବଡ଼ ଭାଇମାନେ ବି ବହୁତ ଟର୍ଚର କରନ୍ତି ଏଥିପାଇଁ ମୁଁ ନାଚ ଗୀତ ପିଲାବେଳୁ କରେ ଆଉ ମୁଁ ଗୋଟେ ଡ୍ୟାନ୍ସ କୋରିଓଗ୍ରାଫର କେବେ ଥିଲି। ଅନୁଭବ ହେଲା କି ନାଇଁ ମୁଁ ପୁଅ ନୁହଁ ମତେ ଝିଅ ହବାକୁ ଭଲ ଲାଗୁଛି ମୁଁ ଥରେ ବୃତ୍ତି ପରୀକ୍ଷାରୁ ଅନୁଭବ କରିଥିଲି ଯେ ଏମିତି ମୁଁ ନିଜ ଫିଲିଂ କଲି ମୋର ଝିଅଟେ ବୋଲି ଆଉ ବୃତ୍ତି ପରୀକ୍ଷା ପରଠୁ ମୁଁ ଘର ଛାଡ଼ି ଦେଇଥିଲି ଯାତ୍ରା ଲାଇନରେ ପଳେଇଥିଲି ସେଇଠୁ ଏପଟ ସେପଟ ହେବାରୁ ମୋ ଗୁରୁଙ୍କୁ ଟ୍ରେନରେ ଦେଖିଲି ଦେବକୀ ମା ବୋଲି ଆମ ପୁରୀର ନାୟକ ଜଣେ ଆଉ ତାଙ୍କ ମହାଦେବକୁ ପାଖ ଆସୁଛନ୍ତି ମୁକ୍ତି ପାଇଁ ମହାଦେବକୁ ଦେଖିଲେ ରାଗ ଲାଗୁନି ମହାଦେବ ମୋ ସହିତ ଏମିତି କାହିଁକି ହେଲା ଏଇ ତ ପୁଅ ଅଛନ୍ତି ଝିଅ ଅଛନ୍ତି ମତେ କାହିଁ ପୁଅ ଝିଅ କଲନି ସେଇଟା ତ ମୁଁ ବି ସେମିତି କିଛି ଅଭିମାନ କେବେ କରନ୍ତିନି ଅନୁଭବ କରିନି ମୁଁ ନିଜକୁ ଭାବେ ନିଜ ଝିଅ ବୋଲି ମୁଁ ଯେତେବେଳେ ମୋ ଗୁରୁଙ୍କ ପାଖେ କାନ୍ଦିଲି ଅଳି କଲି ମୋ ଗୁରୁ କହିଲେ ତୁ ଟେନସନ ନେନା ମୁଁ ତତେ ଭଲ ଜାଗା ନେଇକି ଗୁରୁ ଅଛନ୍ତି ସବୁ ସମୟରେ ଗୁରୁ ଅଛନ୍ତି ସବୁ ସମୟରେ ଗୁରୁ ହିଁ ସାଥ ଦଉଛନ୍ତି କୁହାଯାଉଛି କି ଆପଣଙ୍କ ରୂପ ଆପଣଙ୍କ ଯୋଉଭଳି ଆପଣ ଅଛନ୍ତି ସେ ଈଶ୍ୱର ଗଢିଛନ୍ତି ଈଶ୍ୱର ଯାହା ଗଢିଛନ୍ତି ଆମେ ସେଥିରେ ଖୁସି ହଉ କିନ୍ତୁ ଏଇଠି ଆପଣ ଆସୁଛନ୍ତି ମହାଦେବ କହୁଛନ୍ତି ଆମକୁ ମୁକ୍ତି କରିଦିଅ ଦେଖନ୍ତୁ ମୁକ୍ତି କାହିଁ ମାଗୁଛୁ ଆପଣମାନେ ଜାଣିଥିବେ ଆପଣମାନେ ତ ଜାଣିଥିବେ ଅର୍ଦ୍ଧନାରୀଶ୍ୱର ସେ ନିଜେ ଶିବ ନିଜେ ପାର୍ବତୀ ଅର୍ଦ୍ଧନାରୀଶ୍ୱର ଥିଲେ ଆମେ ମୁକ୍ତି ମାଗୁଛୁ ଏ ଟାଇ ଟାପରା ଆହୁରି ଦେଖନ୍ତୁ ଏବେ ପ୍ରଶାସନ କିଛି କଲାଣି ଆମମାନଙ୍କ ପାଇଁ ଏ ଥାର୍ଡ ଜେନେରାଲ ପାଇଁ ବହୁତ କିଛି କଲାଣି ଏବେ ଜଗନ୍ନାଥଙ୍କୁ ଆଉ ଏ ବାବା ଶିବ ପାର୍ବତୀକୁ ଏତିକି ଆହୁରି ବି ମୁଣ୍ଡିଆ ସଂସାର ସୁଖ କରନ୍ତୁ କିନ୍ତୁ ଆମ ପାଇଁ ଯେଉଁ ବିପ୍ଳବ ଚାଲିଛି ଆହୁରି ଚାଲୁ ଆମେ ଯେମିତି ଲୋକମାନେ ଆମକୁ ମାନେ ଦେଖନ୍ତୁ ଟଙ୍କାକରୁ ପୁରା 12% ଲୋକ ପୁରା ଆମକୁ ଜାଣିଲଣି ଭଲ ସ୍ନେହ ଶ୍ରଦ୍ଧା ସେତେବେଳେ ଯେମିତି ଦଉଥିଲେ ଚାଲିଗଲେ ଠଟା ମଜା ଏବେ ଟିକେ ସୁଧୁରି ଯାଇଛି ଯଦି ଆପଣ ସାମ୍ନାରେ ଏବେ ମହାଦେବ ଆଉ ପାର୍ବତୀ ଛିଡା ହେଇଯିବେ ସତରେ ସାମ୍ନାରେ ଆସିଗଲେ କଣ କହିବେ ମହା ପାର୍ବତୀଙ୍କୁ କହିବି ଏତିକି ତାଙ୍କ ପାଖରେ ଗୁହାରି କରିବୁ ସଂସାର ସୁଖ ରଖନ୍ତୁ ଆମକୁ ଏ ଜନ୍ମରୁ ମୁକ୍ତି ଦିଅନ୍ତୁ ସଂସାର ସମସ୍ତଙ୍କ ପାଇଁ ସୁଖ ଦିଅନ୍ତୁ ଆମେ ହେଲେ ଦେଖ ଆମେ କୋଉ ଜନ୍ମରେ କି ପାପ କରିଥିଲୁ ଜନ୍ମରେ ପାଇଛୁ କିନ୍ତୁ ପୁଣ୍ୟ ଜନ୍ମ ପାଇଛୁ ସମସ୍ତେ କିଏ କଣ ଭାବୁଛି ସେଥିରେ ଆମେ ଭାବିବାର ଦରକାର ନାହିଁ କିନ୍ତୁ ଆମେ ପୁଣ୍ୟ ଜନ୍ମ ପାଇଛୁ ଠାକୁରଙ୍କ ପାଖକୁ ଦେଖନ୍ତୁ ମୁଁ ମୋ କଥା କହୁଛି ମୁଁ ଶୀତଳ ଷଷ୍ଠୀ ଚାଲିଗଲେ ମତେ ଶିବ ପାର୍ବତୀଙ୍କୁ ଯେତିକି ଜୁହାର ନୁହନ୍ତି ମତେ ଛୁଆଠୁ ବଡ ପର୍ଯ୍ୟନ୍ତ ମୁଣ୍ଡିଆଟେ ମାରନ୍ତି କାହିଁକି ମୁଁ ତାଙ୍କୁ ସେତିକି ମୁଁ ଆସିଲାଣି ଏଠିକି 15-17 ବର୍ଷ ହେଲାଣି ପୁରା ମତେ ଚିହ୍ନିଲଣି ସମସ୍ତେ କିନ୍ତୁ ମୁଁ ବି ମତେ ତମେ ମୁଣ୍ଡିଆ ମାରିଲେ ମୁଁ ଶିବ ପାର୍ବତୀଙ୍କୁ ମୁଣ୍ଡିଆ ମାରେ ଆଙ୍କର ଆଜି ଯେତେବେଳେ ଶିବ ପାର୍ବତୀଙ୍କୁ ମୁଣ୍ଡିଆ ମାରିବେ କଣ କହିବେ ଏତିକି କହିବି ସଂସାର ସୁଖ ରଖୁ
ଆଉ ପଶ୍ଚିମ ଓଡ଼ିଶାବାସୀ ସମସ୍ତେ ଭଲରେ ରୁହନ୍ତୁ, ସ୍ୱରୋଗୀ ନିରୋଗୀ ହଉ। ଆଉ କିନ୍ନର ମାନେ ତ ଆମେ ତ ଦୁହା ସମସ୍ତଙ୍କୁ ଦବୁ, କାହାକୁ ଯିଏ ମୁକ୍ତି, କିନ୍ତୁ ଆମର ଦରକାର ମୁକ୍ତି, କିନ୍ତୁ ଦୁହା ସମସ୍ତଙ୍କୁ ଦବୁ। ଇଏ ମୁକ୍ତିର କଥା, ଇଏ ମୁକ୍ତି ହଉଛି ଏମିତି ଏକ ମୁକ୍ତିର ଚାହୁଁଛନ୍ତି ଏଇ କିନ୍ନର କି ଯୋଉଠି ଜେଲ ନାହିଁ, ସେ ବାଡ଼ ନାହିଁ, କିନ୍ତୁ ସମାଜ ଏଭଳି ଭାବରେ ରୂପ କରିଦେଇଛି, ଏଭଳି ଭାବରେ ଚିତ୍ରଣ କରିଦେଇଛି ଯୋଉଠି କିନ୍ନର ଚାହୁଁଛି କି ଆମକୁ ମୁକ୍ତି ଦିଅ। ଆଉ ଦେବୀ ପାର୍ବତୀ ଓ ମହାଦେବକୁ ଦେଖିଲେ କହିବେ କି ଅନ୍ତତଃ ଆର ଜନ୍ମ ଯଦି ଆମକୁ ଜନ୍ମ କରିବ, ପୁଅ କିମ୍ବା ଝିଅ ଭାବରେ ଜନ୍ମ କରିବ।